ପ୍ରବଚକ ହୁଅନ୍ତୁ, ପାଲାକାର ମାନେ ହଉଛନ୍ତି, ଦାସକାଠିଆକାର ମାନେ ହଉଛନ୍ତି, ଏମାନେ ମଧ୍ୟ ପ୍ରଥମ ପ୍ରବଚକ। ଗାଁର ଭାଗବତ ଟୁଙ୍ଗି ଥିଲା ପ୍ରକୃତ ସତସଙ୍ଗର କେନ୍ଦ୍ରବିନ୍ଦୁ। ଆଜି ଗାଁର ଭାଗବତ ଟୁଙ୍ଗି ବିପନ୍ନ। ପାଲା ହେଲେ ଲୋକ ଶୁଣିବାକୁ ଯାଉନାହାନ୍ତି। ପାଲାକାର ମାନେ ମଧ୍ୟ କିଏ କ'ଣ ବୁଝିଲା ନ ବୁଝିଲା ନାହିଁ, ଆମେ ପାଲା କରି ଆମେ 5,000 କି 3,000 ଧରିକି ଯିବୁ। ଯେଉଁ ସତ୍ସଙ୍ଗକୁ ମାନେ ସତ୍ସଙ୍ଗ କରୁଛନ୍ତି ଭଲ କଥା କହୁଛନ୍ତି, କିନ୍ତୁ ସେ ନିଜକୁ ପଚାରନ୍ତୁ, ମୁଁ ତାଙ୍କୁ ଭଲ କି ମନ୍ଦ କହୁଥିବି କହିପାରିବିନି। ସେ ନିଜକୁ ପଚାରନ୍ତୁ, ମୁଁ ଯାହା କହୁଛି ରାମ ଦଶରଥଙ୍କୁ ଏମିତି ଭକ୍ତି କରୁଥିଲେ, ଏ ଯେଉଁ କଥାଟି କହି ତମେ ବି କାନ୍ଦି ପକଉଛ, ଲୋକକୁ କନ୍ଦେଇ ପକଉଛ, ଲୋକକୁ ହା କି ସୁନ୍ଦର ପବନ। ତମେ ତମ ଦଶରଥକୁ କେତେ ଭଲ ପାଉଛ? ମୁଁ ଯାହା କହୁଛି ତା ମଧ୍ୟ କରେ। ଏବେ କହୁଛି ବିଧବା ମାନଙ୍କୁ ସମ୍ମାନ ଦିଅ, ଖାଲି କହୁନି, ବିଧବା ଶବ୍ଦକୁ ଉଠେଇ ଦଉଛି। ପତିହରା ମା ମାନଙ୍କୁ ମା ହିଁ ମା, ତାକୁ ଅସମ୍ମାନ କର। ତାର ଆଶୀର୍ବାଦ, ଏବେ ଯେଉଁ ମାର ସ୍ୱାମୀ ନେଇ ତାରି ମୁହଁକୁ ଚାହିଁକିରି ମୁଁ ଯାଉଛି, କାହିଁକି କିଛି ଅସୁବିଧା ହଉନି? ତେଣୁ କୁସଂସ୍କାର ବିରୁଦ୍ଧରେ ସଂଗ୍ରାମ କରିବା ସତ୍ସଙ୍ଗର ପ୍ରଥମ ନିୟମ।